ଆଜି 11টাରେ ଖୋଲିବ ଗେଟ୍। ଖୋଲିବ 4ଟି ଗେଟ୍। ଆଜି ନିଷ୍କାସିତ ହେବ ହୀରାକୁଦରୁ ପ୍ରଥମ ବନ୍ୟା ଜଳ। ଏନେଇ ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ତାଙ୍କ ସୂଚନା ଅନୁଯାୟୀ ଦିନ 11টাରେ ହୀରାକୁଦର 4ଟି ଗେଟ୍ ଖୋଲାଯିବ। କ୍ରମଶଃ ଅଧିକ ଗେଟ୍ ଖୋଲି 1,00,000 କ୍ୟୁସେକ୍ ପର୍ଯ୍ୟନ୍ତ ପାଣି ନିଷ୍କାସନ କରାଯିବ। ବର୍ତ୍ତମାନ ହୀରାକୁଦରେ 611.23 ଫୁଟ ଜଳ ଅଛି। 2,62,000 କ୍ୟୁସେକ୍ ପାଣି ହୀରାକୁଦକୁ ଇନଫ୍ଲୋ ହେଉଛି। ପରବର୍ତ୍ତୀ ଖବର ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ସହିତ ଚୁକ୍ତି ଶେଷ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ, ଇରାନ ମୋତେ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରୁଛି। ସେମାନେ କାହାକୁ ମଧ୍ୟ ଛାଡନ୍ତି ନାହିଁ। ମୁଁ ସେମାନଙ୍କୁ କହିଦେଇଛି ଯେ ଆପଣମାନେ ଯେତେବେଳେ ମଧ୍ୟ ଆକ୍ରମଣ କରିବେ ଆମେ ମଧ୍ୟ ପାଲଟା ଆକ୍ରମଣ କରିବୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚୁକ୍ତି ଶେଷ ହୋଇଥିବା ନେଇ ଘୋଷଣା କରିଛନ୍ତି। ଅଙ୍କାରାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଏବେ ଆଉ କୌଣସି ଚୁକ୍ତି ହେବ ନାହିଁ। ପରବର୍ତ୍ତୀ ଖବର, ଶ୍ରୀମନ୍ଦିର ନିକଟରେ ଅପରେସନ ଚକ୍ରବ୍ୟୁହ, ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଟ୍ରାଏ। ଶ୍ରୀମନ୍ଦିର ନିକଟରେ ଅପରେସନ ଚକ୍ରବ୍ୟୁହ, 2ଟା ସ୍ନାଇପର ଟିମ୍ ସହ ଅଗ୍ନିଶମ ବିଭାଗର ଲ୍ୟାଡର K9 ସନ୍ଧାନୀ କୁକୁର ବୋମା ନିଷ୍କ୍ରିୟକାରୀ ଦଳ ସାମିଲ ଥିଲେ। ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବ୍ୟବହିତ ପୂର୍ବରୁ ପୁରୀରେ ମକ୍ ଡ୍ରିଲ୍ କରାଯାଇଥିଲା। ପରବର୍ତ୍ତୀ ଖବର, ହଟିଲା ଆମେରିକାର କଟକଣା, ବିଶ୍ୱସ୍ତରରେ ଆସୁଛି ଓପେନ AI ଚାଟ୍ GPT 5 and 6 ଘୋଷଣା କଲା କମ୍ପାନୀ। AI କ୍ଷେତ୍ରରେ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକା ସରକାର ପକ୍ଷରୁ ଲଗାଯାଇଥିବା କଟକଣା ହଟିବା ପରେ ଓପନ AI ନିଜର ସବୁଠୁ ଉନ୍ନତ AI ମଡେଲ GPT 5 and 6କୁ ବିଶ୍ୱସ୍ତରରେ ଉପଲବ୍ଧ କରାଇବାକୁ ଘୋଷଣା କରିଛି। ଏହା ସହିତ GPT 5-6 ପରିବାରର ସୋଲ୍, ଟେରା ଓ ଲୁନା ମଡେଲ ମଧ୍ୟ ପର୍ଯ୍ୟାୟକ୍ରମେ ସାଧାରଣ ବ୍ୟବହାରକାରୀ ଓ ଡେଭଲପରଙ୍କ ପାଇଁ ଉପଲବ୍ଧ ହେବ। ଏହା ପୂର୍ବରୁ ଆମେରିକା ସରକାର ଜାତୀୟ ସୁରକ୍ଷା ଓ ସାଇବର ସୁରକ୍ଷାକୁ ଦୃଷ୍ଟି ରଖି GPT 5-6ର ସାର୍ବଜନୀନ ଲଞ୍ଚକୁ ସ୍ଥଗିତ ରଖିଥିଲେ। ପରବର୍ତ୍ତୀ ଖବର, ମାଲକାନଗିରିରୁ ଉଡ଼ିବ ଡବଲ ଇଞ୍ଜିନ ବିମାନ, ସମ୍ପ୍ରସାରଣ ଲାଗି DPR ପ୍ରସ୍ତୁତ। ମାଲକାନଗିରି ସହ ଏବେ ସାରା ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଏବେ ମାଲକାନଗିରି ବିମାନ ବନ୍ଦରରୁ ଡବଲ ଇଞ୍ଜିନ ବିମାନ ଉଡ଼ିବ। ଏହି ବିମାନ ଉଡ଼ିବା ପରେ ମାଲକାନଗିରି ହେବ ବେସାମରିକ ବିମାନ ଚଳାଚଳର ହବ୍। ଡବଲ ଇଞ୍ଜିନ ବିମାନ ଉଡ଼ିବା ପାଇଁ DPR ପ୍ରସ୍ତୁତ ହେଉଛି। ଏଥିରେ ରନୱେ ଆଉ 300 ମିଟର ବୃଦ୍ଧି କରାଯିବ। ଏଥିପାଇଁ 58 କୋଟି ଟଙ୍କାର ଅତିରିକ୍ତ ଏଷ୍ଟିମେଟ୍ ପ୍ରସ୍ତୁତ କରାଯାଇଛି। କେବଳ ମୁଖ୍ୟ ଯନ୍ତ୍ରୀଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି। ମୁଖ୍ୟ ଯନ୍ତ୍ରୀଙ୍କ ଅନୁମୋଦନ ପାଇବା ପରେ ବାଣିଜ୍ୟ ଓ ପରିବହନ ବିଭାଗ ଆର୍ଥିକ ମଞ୍ଜୁରୀ ମଧ୍ୟ ଆବଶ୍ୟକ। ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ। ପରବର୍ତ୍ତୀ ଖବର, ଏଣିକି PM ଆବାସ ସହ ଯୋଡ଼ିବ PM ସୂର୍ଯ୍ୟ ଘର। ରାଜ୍ୟରେ ଶକ୍ତି କ୍ଷେତ୍ର ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଦତ୍ତ ଘର ସହ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାକୁ ସମନ୍ୱିତ କରାଯିବ। ଏହା ଦ୍ୱାରା ଘରର ବିଦ୍ୟୁତ ବ୍ୟବହାର ଉପରେ ନିର୍ଭରତା ହ୍ରାସ ପାଇବ। ଏହି ବୈଠକରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବୈଠକର ଅଧ୍ୟକ୍ଷତା କରିଥିଲେ। ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟର ଯୋଜନାର କାର୍ଯ୍ୟକାରିତା ଉପରେ ମଧ୍ୟ ଦୀର୍ଘ ଆଲୋଚନା ହୋଇଥିଲା। PM ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଓ ୟୁଟିଲିଟି ଲେଡ୍ ଆଗ୍ରିଗେସନ ମଡେଲର କାର୍ଯ୍ୟାନ୍ୱୟନର ମଧ୍ୟ ସମୀକ୍ଷା କରାଯାଇଥିଲା। ପରବର୍ତ୍ତୀ ଖବର, ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି CP ରାଧାକିଷ୍ଣନ। ଜାତୀୟ ବ୍ଲୁ ଇକୋନୋମି ଓ ମତ୍ସ୍ୟ କ୍ଷେତ୍ରର ସ୍ୱତନ୍ତ୍ର କାର୍ଯ୍ୟ। ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି CP ରାଧାକିଷ୍ଣନ। ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ। ଜାନୁଆରୀ 23 ପରାକ୍ରମ ଦିବସ ଅବସରରେ ସେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜାତୀୟ ବ୍ଲୁ ଇକୋନୋମି ଏବଂ ମତ୍ସ୍ୟ କ୍ଷେତ୍ରର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତାଙ୍କର ଏହି ଗସ୍ତ। ଉପରାଷ୍ଟ୍ରପତିଙ୍କ ଏହି ହାଇ ପ୍ରୋଫାଇଲ ଗସ୍ତକୁ ଦୃଷ୍ଟି ରଖି ରାଜ୍ୟ ପ୍ରଶାସନ, ଗୃହ ବିଭାଗ ଏବଂ ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା ଓ ପ୍ରୋଟୋକଲ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିମାନ ବନ୍ଦରରୁ କାର୍ଯ୍ୟକ୍ରମ ସ୍ଥଳ ଏବଂ ରାଜଭବନ ପର୍ଯ୍ୟନ୍ତ ଉପରାଷ୍ଟ୍ରପତିଙ୍କ ଗାଡ଼ିର ସୁରକ୍ଷିତ ଯାତାୟାତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର କାର୍କେଡ୍ ମକ୍ ଡ୍ରିଲ୍ ଶେଷ ହୋଇଛି। ପରବର୍ତ୍ତୀ ଖବର, ସୁରକ୍ଷା ବଳକୁ ବଡ଼ ସଫଳତା, ପହଲଗାମ ଆକ୍ରମଣ ସହ ସମ୍ପୃକ୍ତ ଥିବା ଲସ୍କରେ ତୋଇବାର ଶୀର୍ଷ କମାଣ୍ଡର ନିହତ। ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳକୁ ବଡ଼ ସଫଳତା ମିଳିଛି। ଦୀର୍ଘ 4 ଦିନ ଧରି ଚାଲିଥିବା ସର୍ଚ୍ଚ ଅପରେସନ ପରେ ଯବାନ ଚର୍ଚ୍ଚିତ ଲସ୍କରେ ତୋଇବାର ଜଣେ ଶୀର୍ଷ କମାଣ୍ଡର ନିହତ ହୋଇଛି। ପହଲଗାମ ଆକ୍ରମଣ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଥିବା ଶୀର୍ଷ କମାଣ୍ଡରଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋପିଆନ ଜିଲ୍ଲାର ଜଙ୍ଗଲ ଅଞ୍ଚଳରୁ ମୃତଦେହ ମିଳିଥିବା ବେଳେ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ପରବର୍ତ୍ତୀ ଖବର, ଯୁକ୍ତ 2 ନାମଲେଖା ମେରିଟ୍ ଲିଷ୍ଟ ପ୍ରକାଶ। ପ୍ରଥମ ପର୍ଯ୍ୟାୟରେ 4,29,219 ଛାତ୍ରଛାତ୍ରୀ ମନୋନୀତ। ସିଲେକ୍ସନ ହାର 93.4%। ପ୍ରକାଶ ପାଇଲା ଯୁକ୍ତ 2 ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ 2026-27 ଶିକ୍ଷାବର୍ଷ ପାଇଁ ଯୁକ୍ତ 2E ନାମଲେଖାର ପ୍ରଥମ ପର୍ଯ୍ୟାୟ ମନୋନୟନ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ମୋଟ 4,61,325 ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ 93.04% ଅର୍ଥାତ୍
4,29,219 ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। କଟ୍ ଅଫ୍ ମାର୍କରେ ଆଗରେ ରହିଛି ରେଭେନ୍ସା। ପରବର୍ତ୍ତୀ ଖବର ସାଇବର ଠକେଇର ଶୀଘ୍ର ପଞ୍ଜୀକରଣ ତଦନ୍ତ ପାଇଁ E0 FIR ବ୍ୟବସ୍ଥା ଶୁଭାରମ୍ଭ କଲେ ଡିଜିପି। ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ E0 FIR ବ୍ୟବସ୍ଥାର ଶୁଭାରମ୍ଭ କରିଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ବ୍ୟବସ୍ଥାର ଉଦ୍ଘାଟନ କରିଥିଲେ। ସାଇବର ଆର୍ଥିକ ଠକେଇ ଘଟଣାରେ ବଢୁଥିବା ଅଭିଯୋଗ ପଞ୍ଜୀକରଣକୁ ଅଧିକ ଦ୍ରୁତ, ସରଳ ଓ ପ୍ରଭାବଶାଳୀ କରିବା ସହ ଠକେଇ ହୋଇଥିବା ଅର୍ଥ ଉଦ୍ଧାରର ସମ୍ଭାବନା ବଢାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପରବର୍ତ୍ତୀ ଖବର ମମତା ବାନାର୍ଜୀଙ୍କୁ ବଡ ଝଟକା, 440 କୋଟି ଜମା ଥିବା ଟିଏମସିର 3 ଆକାଉଣ୍ଟ ଫ୍ରିଜ୍ କଲା ଇଡି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ ଝଟକା ଦେଇଛି। ଆର୍ଥିକ ହେରଫେର ସହ ଜଡିତ ଏକ ମାମଲାରେ ଇଡି ମନି ଲଣ୍ଡରିଂ ନିରୋଧୀ ଆଇନ ଅନୁସାରେ ଟିଏମସିର 440 କୋଟି ଟଙ୍କା ଫ୍ରିଜ୍ କରିଛି। ବୁଧବାର ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି। ଏହି ମାମଲାକୁ ନେଇ ବର୍ତ୍ତମାନ ସୁଦ୍ଧା ତୃଣମୂଳ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ପରବର୍ତ୍ତୀ ଖବର ରଥଯାତ୍ରା ଓ ବାହୁଡା ଯାତ୍ରା ପାଇଁ ଗଠନ ହେଲା ନିର୍ଦ୍ଦେଶକ ଓ ବୈଷୟିକ ଦଳ। ରଥଯାତ୍ରା ଓ ବାହୁଡା ଯାତ୍ରା ପାଇଁ ଗଠନ ହୋଇଛି ପ୍ରତ୍ୟେକ ରଥର ନିର୍ଦ୍ଦେଶକ ଦଳ ଓ ବୈଷୟିକ ଦଳ। ଏସପି ପ୍ରତୀକ ସିଂଙ୍କୁ ତାଳଧ୍ୱଜ ରଥ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ମିଳିଛି ନନ୍ଦିଘୋଷ ରଥ ଦାୟିତ୍ୱ। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କୁ ଦେବଦଳନ ରଥ ଦାୟିତ୍ୱ ମିଳିଛି। ତାଳଧ୍ୱଜ ରଥ ନିର୍ଦ୍ଦେଶକ ଦଳରେ 11 ସଦସ୍ୟ ଓ ବୈଷୟିକ ଦଳରେ 4 ସଦସ୍ୟ ଥିବାବେଳେ ଦେବଦଳନ ରଥରେ ନିର୍ଦ୍ଦେଶକ ଦଳର 12 ସଦସ୍ୟ ଓ ବୈଷୟିକ ଦଳରେ 4 ସଦସ୍ୟ ରହିଛନ୍ତି। ସେହିପରି ନନ୍ଦିଘୋଷର ନିର୍ଦ୍ଦେଶକ ଦଳରେ 13 ସଦସ୍ୟ ଓ ବୈଷୟିକ ଦଳରେ 4 ସଦସ୍ୟ ରହିଛନ୍ତି। ଏମାନେ ଶ୍ରୀ ଗୁଣ୍ଡିଚା ଓ ବାହୁଡାରେ ରଥଟଣା ସମୟରେ ଆବଶ୍ୟକ ନିର୍ଦ୍ଦେଶ ଦେବେ। ପରବର୍ତ୍ତୀ ଖବର 8 ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ। ଆମେରିକା ଓ ଇରାନ ମଧ୍ୟରେ ପୁଣି ଉତ୍ତେଜନା ବଢିବା ଓ ଅଶୋଧିତ ତୈଳ ଦର ମହଙ୍ଗା ହେବାରୁ ବୁଧବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ 1677 ପଏଣ୍ଟ ହ୍ରାସ ପାଇ ৭୬,୫୦୩ ପଏଣ୍ଟରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନେ ପ୍ରାୟ 8 ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନୀ ଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ 471 ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି। ନିବେଶକମାନେ ବ୍ୟାଙ୍କ, ଏଫଏନଜି ଏବଂ ତୈଳ ଓ ଗ୍ୟାସ୍ କ୍ଷେତ୍ରର କମ୍ପାନୀ ଗୁଡ଼ିକର ସେୟାର ଅଧିକ ମାତ୍ରାରେ ବିକ୍ରି କରିଥିଲେ। ପରବର୍ତ୍ତୀ ଖବର ରାଜ୍ୟରେ ଥିବା ସମସ୍ତ ଘରୋଇ ଓ ସରକାରୀ ନର୍ସିଂ କଲେଜ ଓ ପ୍ରଶିକ୍ଷଣ ଅନୁଷ୍ଠାନ ଗୁଡ଼ିକରେ ସର୍ବୋଚ୍ଚ ଗୁଣବତ୍ତା ବଜାୟ ରଖିବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସମ୍ମିଳନୀ କକ୍ଷରେ ନର୍ସିଂ କଲେଜ ଏବଂ ଜନସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମାହାଲିଙ୍ଗ କହିଛନ୍ତି, ଏ ରାଜ୍ୟରେ ଉଚ୍ଚମାନର ନର୍ସିଂ ଶିକ୍ଷା ବ୍ୟବସ୍ଥା ଗଢି ତୋଳିବା ପାଇଁ ସମସ୍ତ ଅନୁଷ୍ଠାନରେ ନିର୍ଦ୍ଧାରିତ ମାନଦଣ୍ଡର କଡାକଡି ପାଳନ ଅତ୍ୟନ୍ତ ଆବଶ୍ୟକ। ପରବର୍ତ୍ତୀ ଖବର ସାଂଘାତିକ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ। 2 ଲକ୍ଷ ଟଙ୍କାରେ ୟୁଜିସି ନିଟ୍ ସୋସିଓଲୋଜି ପ୍ରଶ୍ନପତ୍ର ବିକ୍ରି ହୋଇଛି। ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ପରେ ଏବେ ୟୁଜିସି ଜାତୀୟ ଯୋଗ୍ୟତା ପରୀକ୍ଷା ୟୁଜିସି ନିଟ୍ ର ସୋସିଓଲୋଜି ପ୍ରଶ୍ନପତ୍ର ଲିକ୍ ହୋଇଛି ବୋଲି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ କରି ରାହୁଲ ଗାନ୍ଧୀ ୟୁଜିସି ନେଟ୍ ସୋସିଓଲୋଜି ପେପର ଲିକ୍ ସଂକ୍ରାନ୍ତରେ କେତେକ ଅଭିଯୋଗର ଏକ ତାଲିକା ଦେଇଛନ୍ତି। କଂଗ୍ରେସ ସାଂସଦ କହିଛନ୍ତି, ୟୁଜିସି ନେଟ୍ ପରୀକ୍ଷା ପୂର୍ବରୁ 100 ପୃଷ୍ଠାର ଏକ ପିଡିଏଫ୍ ପ୍ରସାରିତ ହୋଇଥିଲା। ପ୍ରଶ୍ନପତ୍ର ସେଟିଂ ସହ ଏହି ପିଡିଏଫ୍ ଜଡିତ, ଯାହା କେବଳ ଏନଡିଏ ପାଖରେ ହିଁ ଉପଲବ୍ଧ। ଏହି ପିଡିଏଫ୍ ରେ ପାଖାପାଖି 90ଟି ପ୍ରଶ୍ନ ବାସ୍ତବ ସୋସିଓଲୋଜି ପ୍ରଶ୍ନପତ୍ର ସହ ମେଳ ଖାଉଛି। ପରବର୍ତ୍ତୀ ଖବର 3 ବର୍ଷ ପରେ ଶୃଙ୍ଖଳା ଜିତିଲା ୱେଷ୍ଟଇଣ୍ଡିଜ। ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ ଜିତିଲା ୱେଷ୍ଟଇଣ୍ଡିଜ। 3 ବର୍ଷ ପରେ ପ୍ରଥମ ଥର ଶୃଙ୍ଖଳା ବିଜୟୀ ହେବାର ଗୌରବ ଅର୍ଜନ କରିଛି ୱେଷ୍ଟଇଣ୍ଡିଜ ଦଳ। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଘରୋଇ ଟେଷ୍ଟକୁ ଡ୍ର ରଖିବା ପରେ ୱେଷ୍ଟଇଣ୍ଡିଜ ଏହି ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର 27 ରନରେ ଅଲଆଉଟର 12 ମାସ ପରେ ଇଣ୍ଡିଜ ବ୍ୟାଟର ନିଜର ଦମ ଦେଖାଇ ଦଳକୁ ଐତିହାସିକ ଶୃଙ୍ଖଳା ବିଜୟ ଭେଟି ଦେଇଥିଲେ। 2023ରୁ ଏ ପର୍ଯ୍ୟନ୍ତ ଇଣ୍ଡିଜ 11ଟି ଶୃଙ୍ଖଳା ଖେଳିଥିବା ବେଳେ ଏହା ପ୍ରଥମ ବିଜୟ। ପରବର୍ତ୍ତୀ ଖବର ରାଜ୍ୟରେ ଦୁର୍ଘଟଣା ହ୍ରାସ ପାଇଁ ପ୍ରସ୍ତୁତ ହେବ ରୋଡ ମ୍ୟାପ। ଦିନକୁ ଦିନ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ହ୍ରାସ କରିବା ଏବଂ ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦୁର୍ଘଟଣାର ସ୍ଥିତି, ଦୁର୍ଘଟଣାର କାରଣ ଏବଂ ଏହାକୁ କମ୍ କରିବା ଦିଗରେ କଣ ସବୁ ପଦକ୍ଷେପ ନିଆଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଦୁର୍ଘଟଣା ପ୍ରବଣ ଅଞ୍ଚଳ ଚିହ୍ନଟ ସହ ଏହାର ସଠିକ ପରିଚାଳନା, ଆଧୁନିକ ଜ୍ଞାନ କୌଶଳର ବ୍ୟବହାର କରି ଉନ୍ନତ ତଥା ଦୁର୍ଘଟଣା ମୁକ୍ତ ରାସ୍ତା ନିର୍ମାଣ, ଜାତୀୟ ରୋଡ କଂଗ୍ରେସ ମାର୍ଗଦର୍ଶିକା ଅନୁସାରେ ପାଦଚଲା ରାସ୍ତା ନିର୍ମାଣ,
ଏବଂ ବିଭିନ୍ନ ବିଭାଗର ସମନ୍ୱୟରେ ଜିଲ୍ଲାଗୁଡ଼ିକରେ ସଡ଼କ ଦୁର୍ଘଟଣା ହ୍ରାସ ଲାଗି ଆକ୍ସନ ପ୍ଲାନ ପ୍ରସ୍ତୁତ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ। ପରବର୍ତ୍ତୀ ଖବର ଏସ୍ଏମ୍ଏସ୍ ଆଲର୍ଟ ଚାର୍ଜ ଆଦାୟ କରିପାରିବେ ନାହିଁ ବ୍ୟାଙ୍କ। ଗ୍ରାହକମାନଙ୍କ ଠାରୁ ଏସ୍ଏମ୍ଏସ୍ ଆଲର୍ଟ ଚାର୍ଜ ଆଦାୟ ନ କରିବାକୁ ବ୍ୟାଙ୍କ ଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି। ନିୟମ ପାଳନ ସଚେତନତା ଓ ପ୍ରଚାର ଉଦ୍ଦେଶ୍ୟରେ ପଠାଯାଉଥିବା ଏସ୍ଏମ୍ଏସ୍ ପାଇଁ ବ୍ୟାଙ୍କ ଶୁଳ୍କ ଅସୁଲ କରିପାରିବ ନାହିଁ। ଏସ୍ଏମ୍ଏସ୍ ଖର୍ଚ୍ଚ ପାଇଁ ବ୍ୟାଙ୍କ ଗୁଡ଼ିକ ପ୍ରତି 3 ମାସରେ ଗ୍ରାହକଙ୍କ ଠାରୁ 15 ରୁ 18 ଟଙ୍କା ଆଦାୟ କରୁଥିଲେ। ଏଥିସହିତ 500 ଟଙ୍କା କିମ୍ବା ତାଠାରୁ କମ୍ ମୂଲ୍ୟର କାରବାର ପାଇଁ ବ୍ୟାଙ୍କ ଗୁଡ଼ିକ ଏସ୍ଏମ୍ଏସ୍ ପଠାଇବାକୁ ବାଧ୍ୟ ହେବେ ନାହିଁ। ରିଜର୍ଭ ବ୍ୟାଙ୍କର ଏହି ନିର୍ଦ୍ଦେଶ ପ୍ରଭାବରେ ବ୍ୟାଙ୍କ ଗୁଡ଼ିକର ଫି ଆଦାୟ କମିବ ଓ ଟେଲିକମ କମ୍ପାନୀ ଗୁଡ଼ିକର ଆୟ ମଧ୍ୟ ପ୍ରଭାବିତ ହେବ। ପରବର୍ତ୍ତୀ ଖବର ଟ୍ରୁ କଲରକୁ ଟ୍ରାଏର ବଡ଼ ଆଦେଶ। ସରକାରୀ ଓ ଆଧିକାରିକ କଲରୁ ହଟାଇବାକୁ ହେବ ସ୍ପାମ ଲେବୁଲ। ଭାରତରେ ବଢୁଥିବା ସ୍ପାମ କଲ ମଧ୍ୟରେ ଦୂରସଞ୍ଚାର ନିୟାମକ ଅର୍ଥାତ୍ ଟ୍ରାଇ କଲର ଆଇଡେଣ୍ଟିଫିକେସନ ଆପ୍ ଟ୍ରୁ କଲରକୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ 140 ସିରିଜ ଓ 1600 ସିରିଜରୁ ଆସୁଥିବା କଲ୍ସରେ ଯେପରି ସ୍ପାମ ଲେବୁଲ ନ ଦେଖାଯାଏ ସେଥିପାଇଁ ସତର୍କ କରିଛନ୍ତି। ଟ୍ରାଇଙ୍କ ଅନୁସାରେ 140 ଓ 1600 ସିରିଜ ନମ୍ବର ବୈଧ ବ୍ୟବସାୟିକ ଓ ଅଧିକାରିକ ସଞ୍ଚାର ନିମନ୍ତେ ନିର୍ଦ୍ଧାରିତ ହୋଇଛି। ପରବର୍ତ୍ତୀ ଖବର ନିଜ ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ଅଭିନବ ଉପହାର। ଆଇସିସି ହଲ ଅଫ ଫେମରେ ଏଣ୍ଟ୍ରି ମାରିଲେ ଦାଦା। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବୁଧବାର ନିଜର 54ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ଦାଦାଙ୍କୁ ଏକ ଅଭିନବ ଉପହାର ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଇସିସି ଗାଙ୍ଗୁଲିଙ୍କୁ ହଲ ଅଫ ଫେମରେ ସାମିଲ କରିଛି। ଏହି ପ୍ରତିଷ୍ଠିତ ସମ୍ମାନ ପାଇବାରେ ଗାଙ୍ଗୁଲି ହେଉଛନ୍ତି 12ତମ ଭାରତୀୟ କ୍ରିକେଟର। ପରବର୍ତ୍ତୀ ଖବର ସମୁଦ୍ରରେ ଚୀନକୁ ଘେରିଲା ଭାରତ। ମଲାକା ପ୍ରଣାଳୀରେ ଭାରତର ତାଲା। ଭାରତ ଏବଂ ଇଣ୍ଡୋନେସିଆ ମିଶି ମଲାକା ପ୍ରଣାଳୀର ମୁହାଣରେ ଏକ ଚୋକ୍ ପଏଣ୍ଟ ବିକଶିତ କରୁଛନ୍ତି, ଯାହା ଦ୍ୱାରା ଭାରତ ସେଠାରୁ ଯାତାୟାତ କରୁଥିବା ପ୍ରତ୍ୟେକ ଚୀନ ଜାହାଜ ଏବଂ ବୁଡ଼ା ଜାହାଜ ଉପରେ ସିଧାସଳଖ ନଜର ରଖିପାରିବ। ଏ ପର୍ଯ୍ୟନ୍ତ ଚୀନ ଭାବୁଥିଲା ଯେ ସେ ହରମୁଜ ପ୍ରଣାଳୀରୁ ବଞ୍ଚି ଗୋପନରେ ବାହାରିଯିବ, କିନ୍ତୁ ଇଣ୍ଡୋନେସିଆ ସହ ସବାଙ୍ଗ ପୋର୍ଟ ଏମଓୟୁ ସ୍ୱାକ୍ଷର କରି ଭାରତ ଏହି ସମ୍ପୂର୍ଣ୍ଣ ଏନର୍ଜି ହାଇୱେର ନିକାଶ ଦ୍ୱାରରେ ଏକ ରଣନୀତିକ ତାଲା ପକାଇ ଦେଇଛି। ପରବର୍ତ୍ତୀ ଖବର ନକଲି ରସିଦ ଦେଇ ଭକ୍ତଙ୍କ ଠାରୁ ଆଦାୟ ତଦନ୍ତରୁ ମିଳିଲା ନୂଆ ତଥ୍ୟ। ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଦାନ ଅନିୟମିତତା ମାମଲାରେ ତଦନ୍ତ ଆଗକୁ ବଢିବା ସହ ଆଉ ଏକ ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟିର ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଯେ କେତେକ ଅସାଧୁ କର୍ମଚାରୀ ନକଲି ଦାନ ରସିଦ ବ୍ୟବହାର କରି ଭକ୍ତଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ। ଏହି ଟଙ୍କା ସରକାରୀ ରେକର୍ଡରେ ଦାନ ଭାବରେ ଜମା ହେଉନଥିଲା, ବରଂ ଏହାକୁ ଆତ୍ମସାତ କରାଯାଉଥିଲା।